ଆଜିର କାହାଣୀ ମାଡ଼ହାଣ୍ଡିର କଥା। ଗୁଟେ ଗାଁନେ ଚକୁଲିଆ ପଣ୍ଡା ଗୁଟେ ରହୁଥିଲା। ଭଙ୍ଗା ଦଦରା ଘରେ ମାଇ ପିଲା ଦୁଇଟା ରହୁଥିଲେ। କେତେ ଦୁଃଖେ ତାକର ଦିନ କଟୁଥିଲା। ସକାଳ ପାଇଲେ ଚକୁଲିଆ ପଣ୍ଡା ଇ ଗାଁ ସେ ଗାଁ ଭିକ୍ଷାବୃତ୍ତି କରୁଥିଲା। ତାର ମା କୁଟାକୁଟି ଭୂତି କରି ଦିନ ଯାକ ଯାହା ପାଉଥିଲେ କଷ୍ଟେ ମଷ୍ଟେ ଦୁଇ ମାଇ ପିଲାର ପେଟ ପୁରୁଥିଲା। ଦିନକର କଥା ଚକୁଲିଆ ପଣ୍ଡା 6 ଗାଁ ଗଲା 9 ଗାଁ ଗଲା ସେରେ ଚାଉଲ କାଣା ପାଇବା ଖୁଦ ପୁଷେ ବି ନାଇଁ ପାଇ। ଉଲ୍ଟିଆ ଗାଁର ପିଲାମାନେ ଢେଲ ପଖାନ ମାରି ଖେଦି ବସଲେ। ବିଚରା ଜୀବନ ବିକଲେ ପଲେଇ আসলা ବାଟେ ଭାବଲା ଖାଲି ହାତେ କାଏଁଲା ଯେ ଘରକେ ଯିମି, ଏତେ ଦୁଃଖେ ଜୀବନଟା ରଖି ନେଇ ରଖି କାଏଁ ଲାଭ। ଏନ୍ତା ଭାବି କରି ଯାଉ ଯାଉ ବାଟେ ଗୁଟେ ବଡ଼ ବନ୍ଧଟେ ଦେଖସି। କାଚ କେନ୍ଦୁ ଏନ୍ତା ପାଏନ୍ ତାର ଭିତରେ ଗୁଦଗୁଦାନି ପଦ୍ମ ফুল ফুটিছে। হাতি ছাতি বুড়া পাইন শঙ্খ মলমল পথরে পাহাচ পাহাচ হেই সিঁড়িটে লমিছি। চকুলিয়া পଣ୍ଡା ବି କାଏଁ କରବା କାଏଁ ନେଇ ଭାବି ଭାବି ଆସୁଥିସି। ଏନେ ଭୋକର ମାଡ଼େ ତାର ପେଟ ଓଟା ଜଲି ଯାଉଥିସି। ବିଚରା ପାଇନକି ଦେଖି ଲୋଭର ମାଡ଼େ ପାହାଚ ଉପରେ ଲତ କରି ବସି ପଡ଼ସି। ଆର ଖାଇବା ହାତେ ପାଇନ ଢୁକେ ଢୁକେ ପିଇ ପିଇ କହୁଥିସି, କ୍ଷୀରି ଖାଇତି, ପୁରୀ ଖାଇତି, ଆରସା ଖାଇତି, କାକରା ଖାଇତି, ଭାତ ଖାଇତି, ଡାଇଲ ଖାଇତି, ଆମ୍ବିଲ ଲେଥା ଖାଇତି, 6 ତୁନ 9 ଭଜା ଖାଇତି। ଏନ୍ତା କହି କହି ପାଇନ ଢୁକେ ଢୁକେ ପିଉଥିସି। ସେ ବନ୍ଧେ ଗଙ୍ଗା ମାତା ରହୁଥିସନ୍। ଚକୁଲିଆ ପଣ୍ଡାର ଦୁଃଖ ଦେଖି କରି ଗଙ୍ଗା ମାତା ସହି ନେଇ ପାରଲେ। ଆର ସେ ଯେନ୍ ଯେନ୍ ଦରବ ନା ଧରୁଥିଲା ଗଙ୍ଗା ମାତା ସବୁ ଗୁଟେ ଗୁଟେ କରି ହାଣ୍ଡି ଭିତରେ ରଖଲେ। ଆର ଢାକନ ଗୁଟେ ଢାବି ଦେଇ କରି ଚକୁଲିଆ ପଣ୍ଡା ବସିଥିବା ଆଡ଼େ ଭସେଇ ଦେଲେ। ଚକୁଲିଆ ପଣ୍ଡା ତ ପାଇନ ଢୁକେ ଢୁକେ ପିଉଥିସି। ଦେଖସି ଯେ କେତେ ସୁନ୍ଦର ହାଣ୍ଡିଟେ ତାର ଆଡ଼େ ଭାସି ଆସୁଛି। ଚକୁଲିଆ ପଣ୍ଡା ଆବା କାବା ହେଇ ହାଣ୍ଡିକେ ବେଟି ନେଇ କରି ତେଲେନ କାଢ଼ସି। ଦେଖସି ଯେ କେତେ ରକମର ଖାଦ୍ୟ ଭାତ ଡାଏଲ କ୍ଷୀରି ପୁରୀ ଆରସା କାକରା ତାର ମଞ୍ଜାନି କରି ଥୁଆ ହେଇଛି। 6 ତୁନକେ 9 ଭଜା ମହକି ଯାଉଛି। ବିଚରା ତ ଭୁକର ମାଡ଼େ ଡହକ ବିକଲ ହେଉଥିଲା। ତରସର କରି ହାଣ୍ଡିନୁ କାଢ଼ି ପେଟ ପୂର୍ତ୍ତି ଖାଇଲା। ଆର ଯାହା ବଲକି ଗଲା ହାଣ୍ଡିନେ ତେଲେନ ଢାବି ମୁଡ଼େ ବୁହିଁ କରି ଏକା ମୁହେଁ ଘରକେ ଚାଲଲା। ସେ ଘରକେ ଗଲା ବେଲେ ତାର ମା ଯାଇଥାଏ ଗାଁ ଭିତରକେ ଦୁଃଖ ଭୂତି କରି। ଚକୁଲିଆ ପଣ୍ଡା ଶିକା ଉପରେ ହାଣ୍ଡିକେ ରଖି ଦେଇ କରି ବିଛନାଟେ ପକେଇ ଘୁଙ୍ଗୁଡ଼ି ମାରି ଶୁଇଛି। ଟିକେ ଉତାରୁ ତାର ମା ଆଇସି। ଦେଖସି ଯେ ଶିକା ଉପରେ ହାଣ୍ଡିଟେ ଅଛେ ଆର ତାର ପିଲା ଘୁଙ୍ଗୁଡ଼ି ମାରି ଶୁଇଛି। ବୁଢ଼ୀ ଶିକା ଉପରୁ ହାଣ୍ଡିକେ ଆନିକରି ଦେଖସି ଯେ ତାର ଭିତରେ କେତେ ରକମର ଖାଦ୍ୟ ଅଛି। ବୁଢ଼ୀ ବି ତ ସକାଳୁ ଦୁଃଖ ଧନ୍ଦା କରି ଆସିଛି। ଭୁକେ ଶୁଷେ ଡହକ ବିକଲ ହେଲା ବେଲେ ଏତେ ରକମର ଖାଦ୍ୟ ଦେଖି କରି କୋଟିନିଧି ପାଇଲା ଏନ୍ତା ହେଇଗଲା। ବୁଢ଼ୀ ତରସର ହାଣ୍ଡିନୁ କାଢ଼ି ପେଟ ପୂର୍ତ୍ତି ଖାଇଲା। ଆର ଯାହା ବଲକି ଗଲା ଶିକା ଉପରେ ରଖିଦେଲା। ଚକୁଲିଆ ପଣ୍ଡାର ନିଦ ଭାଙ୍ଗଲା। ଭୁସ ଭାସ ଉଠି କରି ତାର ମାକେ ସବୁ କଥା କହିଲା। ସବୁ ଶୁନି କରି ବୁଢ଼ୀ ତାର ପିଲାକେ ବୁଦ୍ଧିଟେ ବତେଇ ଦେଲା। ହଇରେ ବାବୁ, ଏତେ କଷ୍ଟେ 6 ଗାଁ 9 ଗାଁ କାଏଁ ବୁଲବୁ? ଆଜିର ଏନ୍ତା ସବୁଦିନ ବନ ପାଖକେ ଯାଇ ପାଇନ ଢୁକେ ଢୁକେ ପିଇ ପିଇ ମାଗବୁ। କଥାଟା ଚକୁଲିଆ ପଣ୍ଡାର ମନକେ ପାଇଲା। ଆର ଦିନର ସଖାଲୁ ବଡ଼ି ପହର ଗଧା ବୁଢ଼ା ସରେଇ ଚିତା ଚୈତନ କାଟି ପଦ୍ମ ବନ୍ଧାଡ଼େ ଧାଇଁଲା। ଗଲା ଦିନ ଯେନ୍ତା କହିଥିଲା ଆଜି ବି ହେନ୍ତା କହି କହି ପାଇନ ଢୁକେ ଢୁକେ ପିଇଲା। ସତକେ ସତ କାଲିର ଏନ୍ତା ଆଜି ବି ହାଣ୍ଡିଟେ ଭାସି আসলা। ଚକୁଲିଆ ପଣ୍ଡା ମନ ଖୁସିତି ହାଣ୍ଡିଟା କାଢ଼ି ଦେଖଲା ଯେ ନାନା ରକମର ଖାଏତ ପୁରିଛେ। ମୁଡ଼େ ବୁହିଁ କରି ସିଧା ଘରକେ ମୁହାଁଲା। ଆର ସେଦିନୁ ସବୁଦିନ ପଦ୍ମବନକେ ଯାଇ କରି ହାଣ୍ଡିଟେ ବୋହି ଆନୁଥିଲା। ଆରୁ ଦୁହି ମା ପୁଅ ଆରାମରେ ଖାଇ ପିଇ ରହୁଥିଲେ। ଆର ଦୁଃଖ ଧନ୍ଦା କରି ନେଇ ଯାଉଥାଇ କି କୁଟା ଖଣିକେ 2 ଖଣ ବି ନାଇଁ କରୁଥାଇ। ସେମାନେ ମାହାଲିଆ ଖାଇ ଖାଇ ଅଳସୁଆ ହେଇ ଯାଇଥିଲେ। ଇଆଡ଼େ ଗଙ୍ଗା ମାତା ମନେ ମନେ ଭାବିଲେ ଇ 2 ମା ପୁଅ ବସି ଖାଇ ଖାଇ ଏନ୍ତା ଅଳସୁଆ ହେଲେ ନ ଇ ପାଖର ଜିନିଷ ସେ ପାଖେ ନେଇ ଘୁଚାଲେ। ଇମାନଙ୍କୁ ଦେଖି କରି ସଂସାରେ ଲୋକ ଦୁଃଖ ଧନ୍ଦା କରବାର ପାସରି ଯିବେ। ଇମାନଙ୍କୁ କିଛି ଗୁଟେ କରବାକେ ପଡ଼ବା ଭାବି ଗଙ୍ଗା ମାତା କୁଟ ପାଞ୍ଚଲେ। ସବୁଦିନର ଏନ୍ତା
ଚକୁଲିଆ ପଣ୍ଡା ପଦ୍ମବନ୍ଧକେ ଧାଇଁଲା। ସବୁଦିନେ ଯେନ୍ତା କରସି ଆଜି ବି ହେନ୍ତା କଲା। ଆଜି ବି ହାଣ୍ଡିଟେ ଭାସି ଆସିଲା। ଆର୍ ସେ ମହା ସୁଖେ ଘରକେ ବୋହି କରି ନେବା ବୋଲି ଭାବଲା। ଇଆଡ଼େ ଗଙ୍ଗା ମାତା ରାଗ ତମ ତମ ହେଇ କହୁଛନ୍, ଦେଖ ତ ଇ ଚକୁଲିଆ ପଣ୍ଡାର ଦୁଃଖ ସହି ନାଇଁ ପାରି ଦିନେ ହାଣ୍ଡିଟେ ଭସେଇ ଦେଲି ଯେ ମାଇ ପିଲା ଇନ୍ଦ୍ର ଚନ୍ଦ୍ର ନାଇଁ ମାନବାର। ରହ ଆଜି ଦଉଛେ। ହେନ୍ତା କହି ଗଙ୍ଗା ମାତା ହାଣ୍ଡି ଭିତରେ ଲାତ, ଗଇଁଠା, ବିଧା, ଆପରା, ଚିମକା, ଚାପଡ଼, ସଂସାରର ଯେତେ ପ୍ରକାରର ମାଡ଼ ହାଣ୍ଡି ଭିତରେ ପୁରେଇ ଭସେଇ ଦେଲେ। ସବୁଦିନ ଭଲିଆ ହାଣ୍ଡିଟା ଚକୁଲିଆ ପଣ୍ଡାର ପାଶକେ ଭାସି ଆସିଲା। ଚକୁଲିଆ ପଣ୍ଡା ବି ମହାନନ୍ଦେ ହାଣ୍ଡିକି ଟେକି ନେଇ ପାହାଚ ଉପରେ ରଖଲା। ତେଲେନ କାଢ଼ି ଟିକେ ଡୁଙ୍ଗିଚେ କି ଲାତ, ବିଧା, ଆପରା, ଚିମକା, ଚାପଡ଼ ଚାପଡ଼ ମାଡ଼ ଲଦି ହେଇଗଲା। ତାର ଅଷ୍ଟାଙ୍ଗ ଶରୀର ଥି ମାଡ଼ର ବର୍ଷା ହେଇଗଲା। ଏନ୍ତା ମାଡ଼ ତାର ବୁଆର ଜନ୍ମେ ନେଇ ଖାଇଥାଇ। ତରସର ହେଇ ହାଣ୍ଡିର ଢାକନକେ ଦେଇଦେଲା। ଯେନ୍ତା ହାଣ୍ଡିର ଢାକନଟା ଦେଇଛେ ମାଡ଼ ବର୍ଷା ବନ୍ଦ ହେଇଗଲା। ବିଚରା ଉଠି ପଡ଼ି କରି ଚାରିଆଡ଼େ ଦେଖୁଛେ ଯେ କିଏ ପିଟଲା ବୋଲି, କିଏ ଅଛେ ଯେ କାହାର ଉପରେ ରାଗ ସୁଝାବା। କଥାନେ ଅଛେ, ଶାସ କହୁଛେ ବହକେ, ବହ ବିଚରି କାହାକେ କହେବା, ରିସ ଦେସି ଚୁଇଲ ମୁହୁଁକେ। ହେନ୍ତା ଚକଲିଆ ପଣ୍ଡା ତାର ମାକେ ରିସ ତମ ତମ ହେଇ ହାଣ୍ଡିକେ ମୁଡ଼ି ବୁହିଁ କରି ଘରକେ ନେସି। ଆର୍ ଶିକା ଉପରେ ରଖିଦେଇ କରି ବିଛନାଟେ ପାରି ତଲେ ଶୋଇ ପଡ଼ସି। ସବୁଦିନର ଏନ୍ତା କେନ୍ ଆଡ଼ୁ ବୁଢ଼ୀ ଚାଲି ବୁଲି କରି ଆଇସି। ଆର୍ ଶିକା ଉପରୁ ହାଣ୍ଡି କାଢ଼ି ଆନି ଯେନ୍ତା ତେଲେନଟା କାଢ଼ିଚେ ବୁଢ଼ୀର ଉପରେ କରା ପଥର ବର୍ଷିଲା ଏନ୍ତା ମାଡ଼ ବର୍ଷୁଥିସି ଯେ ବୁଢ଼ୀ ଲାତ, ବିଧା, ଗଇଁଠା ଖାଇ ଖାଇ କୁହୁରି ଯାଇସି। ଆର୍ ତଡ଼ସର ହେଇ ତେଲେନକେ ଢାକି ଦେସି। ଯେନ୍ତା ତେଲେନଟା ଢାକିଚେ ମାଡ଼ ବି ବନ୍ଦ ହେଇଗଲା। ବୁଢ଼ୀ ଟିକେ ନିଶ୍ୱାସ ମାରି ହାଣ୍ଡିକେ ନେଇ ତାର ଘର ପଛାଡ଼େ ଖତଗଦାତି ରଖି ଦେଇ କରି ଆଇସି। ଧୀରେ ଧୀରେ ସଞ୍ଜ ଗଡ଼ି କରି ରାଏତ ହେଲା। ଦଇବର ଯୋଗକେ ସେଦିନ ରାତିନେ ଚୋରମାନେ କେତେଟା କେନ୍ ଗାଁନୁ ଚୁରେଇ କରି ଗୁଟେ ବାକସ ସୁନା, ରୂପା, ପଇସା ଆନି ବୁଢ଼ୀର ବାଇରାଡ଼େ ରଖଲେ। ତାକର ଭିତରେ ଭାଗ ବଣ୍ଟା କରବାକେ ଲାଗଲେ। ହେତ୍କି ବେଲେ ଗୁଟେ ଚୋରର ଆଁଇକ ପଡ଼ଲା ବୁଢ଼ୀ ରଖିଥିବାର ହାଣ୍ଡି ଉପରେ। ସେ ଭାବଲା ହାଣ୍ଡିଥି କାଣା ଅଛେ ଭାବି ସବୁ ଚୋରମାନଙ୍କର ମଝିନେ ରଖଲା। ଯେନ୍ତା ତେଲେନ ଟିକେ କାଢ଼ିଚନ୍ ଚୋରମାନେ ଯିବେ କେନାଡ଼େ। 36 ପ୍ରକାରର ମାଡ଼ ବର୍ଷିଗଲା। ମାଡ଼ର ଉପରେ ମାଡ଼, ଖାଲି ଲାତ, ବିଧା, ଛିନ ଛତର ମାଡ଼। ଚୋରମାନେ ଧନମାଲି କାଣା ବାଣ୍ଟବେ, ଯାର ଯେନ୍ତା ଜୀବନ ଧରି ପଲାଲେ। ତାକର ପଛେ ପଛେ ମାଡ଼ ବି ଲମଲେ। ଏନେ ବୁଢ଼ୀକେ ତ ମାଡ଼ର ମାଳେ ନିଦ ନାଇଁ। ସେ କାନ ପାରି ସବୁ ଶୁଣୁଥିଲା। ଯେନ୍ତା ଚୋରମାନେ ପଲାଲେ ବୁଢ଼ୀ କବାଟ କାଢ଼ି ଦେଖୁଛେ ଯେ ତାର ଦୁଆରେ ଗୁଟେ ବାକସ ସୁନା, ରୂପା, ଟଙ୍କା ଭର୍ତ୍ତି ହେଇଛି। ଦୁଇ ମା ପିଲା ହୁଟୁଟୁଟୁ ହେଇ ବାକସକେ ଘର ଭିତରକେ ବୋହି ନେଲେ। ସେଦିନ ତାକର ଦୁଃଖର ଦିନ ସରଲା। ଏତେ ସାରା ଟଙ୍କା ପଇସା ପାଇ ସେମାନେ ମହାଜନ ହେଇ ଚଲଲେ।